ଆଜ୍ଞା ଦେଖନ୍ତୁ ଘର ଘର ତିରଙ୍ଗା ଆମେ ଏଇଥିପାଇଁ ଆଜି ପାଳନ କରୁଛେ ଯେହେତୁ ଭାରତ ଆମର ସ୍ୱାଧୀନ ହେଲା 1947 ମସିହା ଆଉ ସେଇଠୁ ଆଜି 80 ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଆସନ୍ତାକାଲି ସ୍ୱାଧୀନତା ଦିବସର ପାଳନ ହବ। ତେଣୁ ଲୋକମାନଙ୍କ ନିକଟରେ ଆମେ ଏହାର ସଚେତନତା ଆର ଆବଶ୍ୟକତା ଆକୁ କେମିତି ପାଳନ କରିବା, ଆମର ସ୍ୱାଧୀନତା ଆମେ କ'ଣ ପାଇଁ ଆଣିଲେ ଆଉ ଆଣିବା ପରେ ଆମର କ'ଣ ସବୁ ଜନସାଧାରଣ ସୁବିଧା ପାଇଲେ ଆକୁ ମନେ ରଖିବା ପାଇଁ ଆମେ এই ସ୍ୱାଧୀନତା ଦିବସଟାକୁ ପାଳନ କରୁଛେ ଆଉ ଆକୁ ସବୁଦିନ ମଧ୍ୟ ଆମେ ଆଗକୁ ପାଳନ କରିବା ପ୍ରତିବର୍ଷ। ଯୁବପିଢ଼ି ମାନେ ହେଉଛନ୍ତି ଆମର ଦେଶର ଭବିଷ୍ୟତ। ସେମାନଙ୍କୁ ନେଇ ଆମର ଦେଶ ଆଗକୁ ବଢ଼ିବାକୁ ଆବଶ୍ୟକ ଆଉ ସେମାନେ ଆଗାମୀ ପିଢ଼ିର ମଧ୍ୟ ଭବିଷ୍ୟତ। ସେମାନେ ଜାଣିବା ଦରକାର ଆମେ ସ୍ୱାଧୀନତା ହେବା ପରେ ଆମେ କେତେ ସ୍ୱଚ୍ଛଳ ଆଉ ସ୍ୱଚ୍ଛ ସୁବିଧାରେ ଆମେ ନିଜକୁ ଅତିବାହିତ କରୁଛେ ଆଉ ଆମେ ସରକାରଙ୍କ ସହିତ ମଧ୍ୟ ସାମିଲ ହେଇକି ଆମର ଭବିଷ୍ୟତକୁ କେମିତି ଆମେ ତିଆରି କରୁଛେ ସେଥିପାଇଁ ଆମେ ପ୍ରାଧାନ୍ୟ ଦେବା ଆବଶ୍ୟକ। ଆଜି ଆଜ୍ଞା ଆମେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଆସିକାର ପ୍ରାୟ 4ଟା ୱିଙ୍ଗର NCC, ସ୍କାଉଟ୍, ରୋଭର୍ସ, ଗାଇଡ୍ସ ଆଣ୍ଡ ଆମର YRC ୟୁଥ୍ ହେଡ୍କାସ୍ ଆଉ NSS ର ପ୍ରାୟ ପାଖାପାଖି 100 ଖଣ୍ଡେ ଛାତ୍ରଛାତ୍ରୀ ସ୍ୱେଚ୍ଛାସେବୀ ଆଜି ଆସି ଆମେ ଏଠି ଉପସ୍ଥିତ ଥିଲୁ ଆଉ ସହର ପରିକ୍ରମାରେ ମଧ୍ୟ ସାମିଲ ହୋଇଥିଲୁ। ଆଉ ଅନ୍ୟାନ୍ୟ ଆସିକା ବ୍ଲକର ଏଣ୍ଟାୟାର ବ୍ଲକର ବହୁତ କଲେଜ ସ୍କୁଲ ଆଉ ପ୍ରାଇଭେଟ ସ୍କୁଲର ମଧ୍ୟ ଛାତ୍ରଛାତ୍ରୀ ଆଜିର ଏହି କାର୍ଯ୍ୟକ୍ରମରେ ବିରାଟ କାର୍ଯ୍ୟକ୍ରମ ଯୋଗ ଦେଇଥିଲେ। ତିରଙ୍ଗା ହେଉଛି ଆମ ରାଷ୍ଟ୍ରର ପ୍ରତୀକ। ଆମେ ତାକୁ ସମ୍ମାନ ଦେବା ଦରକାର, ଆମେ ତାକୁ ପାଳନ କରିବା ଦରକାର, କିନ୍ତୁ ତାକୁ ଉଚିତ ସମ୍ମାନ ଦେବା ଦରକାର। ତିରଙ୍ଗାକୁ ଆମେ ଝାଣ୍ଡା ରୂପେ ଆମେ ବ୍ୟବହାର କରୁଛେ, ତାକୁ ଧରି ଆମେ ପରିକ୍ରମା କଲେ କିନ୍ତୁ ତାକୁ ଆମେ ଅନ୍ୟ ଅର୍ଥରେ ବ୍ୟବହାର କରିବା ଆବଶ୍ୟକ ନାହିଁ କି ତାକୁ ଅମର୍ଯ୍ୟାଦା କରିବା ମଧ୍ୟ ଆମର ଉଚିତ ନୁହେଁ। ବାବନପୁର ଆଶା ସାଇନ୍ସ କଲେଜ। ଘରେ ଘରେ ତ୍ରିରଙ୍ଗା ପାଇଁ ଆମେ ଆସ୍କାରୁ ବୁଲିକି ବହୁତ ସାରା ଆସ୍କାର ପୁରା ଏରିଆ ଆମେ ବୁଲିଛୁ। ଆମକୁ ବହୁତ ଖୁସି ଲାଗିଲା ବୁଲିକି। ଆମେ ଘରେ ଘରେ ତ୍ରିରଙ୍ଗା କେମିତି ଲୋକମାନେ ପାଳନ କରିବେ ସେ ବିଷୟରେ ଆମେ ଲୋକମାନଙ୍କୁ ସଚେତନ କରାଇଲୁ, କମାଣ୍ଡ ଦେଲୁ ଏବଂ ଆମେ ଆସିଲୁ ଖାଇବା ପାଇଁ ଆୟୋଜନ ହେଇଛି। ବହୁତ ଖୁସି ଲାଗିଲା ଆଜି ଆସିକି। ଆମେ ପ୍ରାୟତଃ ବହୁତ ସ୍କୁଲର ପିଲା ଆସିଥିଲୁ, ମାନେ କାଉଣ୍ଟ କରିହେବନି, ସ୍କୁଲ କଲେଜ ସବୁଥିରୁ ପିଲାମାନେ ଆସିଥିଲୁ। ତାପରେ ଆସ୍କା ବୁଲିଲୁ, ଲକ୍ଷ୍ମୀ ବଜାର ବୁଲିଲୁ, ସାହି ସାହି ବୁଲିଲୁ, ବୁଲିକି ଆମେ କଲେଜକୁ ଆସିଲୁ। ପ୍ରାୟ 200-300 ପିଲା ଟୋଟାଲ ପିଲା ବହୁତ ହେଇଥିବେ, କାଉଣ୍ଟ କରିହେବନି। ଅନୁମାନରେ 1000-2000 ପିଲା ଆସିଥିବେ ଅନୁମାନରେ। ବହୁତ ଭଲ ଲାଗିଲା।